ଆଲୋ ସାବତ ମା ଯାହାର ବେଶୀ ଦୁଃଖ ତାହାର। ଯୋଉ ପୁଅର ସାବତ ମା ସେଇ ପୁଅର ବେଶୀ ଦୁଃଖ। ଯୋଉ ବାପା ମାଆର ସାବତ ବୋହୂ ସେଇ ବାପା ମାଆର ବେଶୀ ଦୁଃଖ। ନାତି ଟୋକାଟାକୁ 3 ବର୍ଷର ହେଇଥିଲା। ବୋହୂକୁ କି ରୋଗ ହେଲା ଯେ ବୋହୂ ଆର ପାରିକି ଚାଲିଗଲା। ଭାବିଥିଲେ ଘରକୁ ସାବତ ବୋହୂଟି ଆସିଲେ ନାତି ଟୋକାର ଯତ୍ନ ନେବ, ଆମ ବୁଢ଼ା ବୁଢ଼ୀର ସେବା କରିବ। ବୋହୂ ସେବା କରିବା ବଦଳରେ ଏତେ ହୀନସ୍ତା କରୁଛି, ମୁଁ ଆଉ ସହିପାରୁନି। ଆମେ ବାପା ମା ହେଇକି ପୁଅର ସଂସାରଟାକୁ ଅଧାରୁ କେମିତି ଭାଙ୍ଗି ଦେଇଥାନ୍ତେ, ମୋ ମା ହେଇକି କେମିତି ସହିଥାନ୍ତି। ମୁଁ ଆଉ ସହିପାରୁନି। ଆଜି ଏ ଘର ଛାଡ଼ିକି ଚାଲିଯିବି। କ'ଣ କହିଲ? ତମେ ଘର ଛାଡ଼ିକି ଚାଲିଯିବ? କାହିଁକି? ହାଲୋ 8 ଦିନ ତଳେ ମୋର ପାନ ବଟୁଆଟାକୁ ବୋହୂ କୁଆଡ଼େ ଫୋପାଡ଼ି ଦେଲା। ମୁଁ ପାନ ଖିଆ ବନ୍ଦ କରିଦେଲି। 2 ଦିନ ତଳେ ଧୋତି 3ଟା, ଗାମୁଛା ଗୋଟେ ମୋର ନିଆଁ ଲଗେଇକି ପୋଡ଼ିଦେଲା। ତାକୁ ବି ସହିଲି। ଆଜି ମୋ ଚଷମାଟାକୁ କୁଆଡ଼େ ଫୋପାଡ଼ି ଦେଇଛି। ତାକୁ ଖୋଜି ଖୋଜି ପାଉନି। ମୁଁ ଆଉ କେତେ ସହିବି? ଏମିତି କ'ଣ କହୁଛ ତମେ? ମୁଁ ଯାହା କହୁଛି ସତ କହୁଛି। ମୁଁ ନିଷ୍ପତ୍ତି ନେଇଛି ଆଜି ଏ ଘର ଛାଡ଼ି ଚାଲିଯିବି। ଏ ଘରେ ଆଉ ମୁଁ ମୁହୂର୍ତ୍ତେଟେ ବି ରହିପାରିବିନି। ତମେ ଯଦି ଘର ଛାଡ଼ିକି ଚାଲିଯିବ, ମୁଁ ବି ତମ ସାଙ୍ଗରେ ଚାଲିଯିବି। ମୁଁ ଏଇ ଘରେ ରହିବିନି। କ'ଣ କହିଲୁ? ତୁ ଘର ଛାଡ଼ି ଚାଲିଯିବୁ? କାହିଁକି? ବୋହୂ ମୋତେ ବି ଖାଇବାକୁ ଦଉନି। ଓଳିବେ ଖାଇବାକୁ ଦେଲେ ଓଳିଏ ପାଣି ପିଇକି ରହୁଛି। ଏ କଥା ମୁଁ ତମକୁ କହିନି କି ପୁଅକୁ ବି କହିନି। ହାଲୋ ପୁଅ ମନା କରୁଥିଲା ଦ୍ୱିତୀୟ ଥର ଆଉ ବାହା ହବନି ବୋଲି। ଆମେ ତାକୁ ବାଧ୍ୟ କରିକି ବାହାଘର କରିଦେଲେ। ପୁଅକୁ ଏକଥା କହିଲେ ପୁଅଟାର ମନ ଦୁଃଖ ହବ। ତାହେଲେ ଆମେ ଏଇ ଘର ଛାଡ଼ିକିରି କେମିତି ଯିବା? ପୁଅକୁ କହିବା ଆମେ କିଛି ଦିନ ପାଇଁ ବାହାରକୁ ତୀର୍ଥ କରିବାକୁ ଯିବୁ। ଆମେ କୁଆଡ଼େ ଯିବା? କୋଉଠି ରହିବା? ହାଲୋ ଏତେ ବଡ଼ ଦୁନିଆରେ ଆମକୁ ମୁଣ୍ଡ ଗୁଞ୍ଜିବାକୁ କ'ଣ ଜାଗାଟେ ମିଳିବନି? କିଛି ନହେଲେ ଜଗାର ବଡ଼ ଦାଣ୍ଡରେ ବସି ଭିକ ମାଗିବା। ସେଇ ବଡ଼ ଦାଣ୍ଡରେ ଏକା ରହିବା। ବୋହୂ ନାତି ଟୋକାଟାକୁ ବେଶୀ ହଇରାଣ କରିବ। ହାଲୋ ଆଜି ହଇରାଣ କରୁଛି ନାତି ଟୋକାଟାକୁ। କାଲି ପୁଅ ଯେମିତି ହେଲେ ଜାଣିବ ବୋହୂର ଅସଲି ରୂପ ସେ ସେଇଦିନ ଏକା ଦେଖିବ।